ଭାବୁଛି ସବୁବେଳେ ତ ଅନହେଲ୍ଦି ଖାଉଛି, ଟିକେ ହେଲ୍ଦି ବନେଇ ଖାଇବା ଆଜି। ହେଲ୍ଦିକୁ କେମିତି ଅନହେଲ୍ଦି ବନାଯାଏ ସେ ଟ୍ୟାଲେଣ୍ଟଟା ମୋ ପାଖରେ କୁଟି କୁଟି ଭରା ହେଇଛି। ସେଥିପାଇଁ କଲରା ପଡ଼ିଥିଲା, ତାକୁ ତ ଭାଜିକି ଖାଇ ଦେଇଥିଲେ ହେଇଥାନ୍ତା, ନହେଲେ ସିଝେଇକି ଚଟଣି କରିଦେଇଥିଲେ ହେଇଥାନ୍ତା। ହେଲେ ମୁଁ ତାକୁ କାଟିକି ତା ଦେହରେ ଭୃଷୁଙ୍ଗା ପତ୍ର ପକେଇକି ଲୁଣ, ହଳଦୀ, ବେସନ, ଚାଉଳ ଗୁଣ୍ଡ, କର୍ଣ୍ଣଫ୍ଲୋର ପକେଇକି ଭଲ ଭାବେ ଗୋଳେଇକି ରଖିଦେଲି। ତାପରେ କରେଇରେ ଦେଲି ମେଞ୍ଚେ ଖଣ୍ଡେ ତେଲ, ଯେଟାକି ବହୁତ ଅନହେଲ୍ଦି। ତାପରେ ତେଲରେ ତାକୁ ଭଲ ଭାବେ ଏମିତି ପକୁଡ଼ି ସେପ୍ରେ ତାକୁ ଛାଣିଦେଲି। ଦେଖିପାରୁଥିବେ ମୁଁ ଏଠି କେମିତି ବନଉଛି। ଆପଣ ଭାବୁଥିବେ ଇଏ ଅନହେଲ୍ଦି ଅନହେଲ୍ଦି ତ କହୁଛି, ହେଲେ ବନଉଛି କାହିଁକି? ମୁଁ ଏଇଟା ସେଇମାନଙ୍କ ପାଇଁ ବନଉଛି ଯେଉଁମାନେ ଆଳୁ ଖାଇବା ପାଇଁ ପସନ୍ଦ କରନ୍ତିନି। ସେ ଲିଷ୍ଟରେ ମୋ ନାଁଟା ତ କେବେ ବି ରହିବନି। अच्छा ଦେଖିପାରୁଥିବେ ଏଇଠି ଆମର ବନିଗଲା କଲରା ପକୁଡ଼ି। ଖାଇବା ପାଇଁ ବି ଟେଷ୍ଟି ଲାଗୁଥିଲା। ଫାଷ୍ଟ ମୁଁ ଟ୍ରାଏ କରିବାର ଭୁଲ ତ ଜମା ବି ନେଲିନି, କାହିଁକି ମୁଁ ଜାଣିଛି ପିତା ଲାଗିବ। ଦେଖନ୍ତୁ ତା ଏକ୍ସପ୍ରେସନ, ହଜାରେ ଖଣ୍ଡେ ଲୋକ ଗଳି ପଡ଼ିବେ ଏକ୍ସପ୍ରେସନ ଦେଖିକି। ଖାଲି ହସି ଦଉଛ କଣ?